ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ ନା ଦରକାର ବଡ଼ ପୂଜା, ନା ଦରକାର ମହଙ୍ଗା ଫୁଲ। ଶ୍ରୀକୃଷ୍ଣ ପ୍ରସନ୍ନ ହୁଅନ୍ତି ତୁମ ମନର ଭାବନାରେ। ନିଜ ଜୀବନକୁ ସତ୍ୟ ରଖ। ମିଛ, ଧୋକା ଆଉ ଅହଙ୍କାର ଶ୍ରୀକୃଷ୍ଣଙ୍କୁ ଦୂରେଇ ଦିଏ। ଭଲ କର୍ମ କର। କେହି ଦେଖୁଛି କି ନାହିଁ ଏହା ଭାବ ନାହିଁ। ଶ୍ରୀକୃଷ୍ଣ ସବୁବେଳେ ଦେଖୁଛନ୍ତି। ଦୁଃଖ ସମୟରେ ମଧ୍ୟ ଧୈର୍ଯ୍ୟ ଛାଡ଼ନ୍ତୁ ନାହିଁ। ଯେ ମଣିଷ କଷ୍ଟରେ ବି ଭରସା ରଖେ ସେହି ଶ୍ରୀକୃଷ୍ଣଙ୍କର ସତ୍ୟ ଭକ୍ତ। ମଣିଷକୁ ଆଘାତ ଦିଅ ନାହିଁ, କାରଣ ପ୍ରତ୍ୟେକ ହୃଦୟରେ ଶ୍ରୀକୃଷ୍ଣ ବସିଛନ୍ତି। ଅଧିକ ଚାହିଦା ଛାଡ଼। ଯେ ମଣିଷ କାମରେ ସନ୍ତୁଷ୍ଟ, ଶ୍ରୀକୃଷ୍ଣ ସେଇଠି ହସନ୍ତି। ଏବଂ ଶେଷ କଥା, ପ୍ରତିଦିନ ଏକ ମୁହୂର୍ତ୍ତ ଶ୍ରୀକୃଷ୍ଣଙ୍କୁ ମନେ କର। ନା ମନ୍ତ୍ର ଦରକାର, ନା ଶବ୍ଦ ଦରକାର, କେବଳ ଏତିକି କୁହ, ହେ କାହ୍ନା, ମୁଁ ତୁମ ଭରସାରେ ଅଛି। ଏତିକିରେ ଶ୍ରୀକୃଷ୍ଣ ପ୍ରସନ୍ନ। ଶେଷରେ ଏତିକି କହିବି, ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିବା ମାନେ ଭଲ ମଣିଷ ହେବା। ଆପଣମାନେ ମୋ ଚ୍ୟାନେଲରେ ପ୍ରତ୍ୟେକ ଦିନ କିଛି ନା କିଛି ଶିଖିବାକୁ ପାଇବେ। ତ ଫଲୋ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରାଧେ ରାଧେ।